ମାଉସୀ ମଉସା କହୁଥିଲେ ପୁଅ ମା ସହିତ କଥା ହୁଏ। ଅ, ଯେବେଠୁ ଦରମା ପାଉନଥିଲା ପୁଅ ଆପଣଙ୍କୁ କଣ ସବୁ କହିଥିଲା, କଣ ସବୁ କହୁଥିଲେ ସୌମ୍ୟ? ପୁଅ ମୋତେ କହିଥିଲା, କହିଲା ବୋଉ ମୁଁ ଚାକିରି ଛାଡ଼ିଦେବି। ମୁଁ ବାଧ୍ୟ କରିଥିଲି ପୁଅକୁ। ମୁଁ କହିଲି ବାପା ସେ ଦାନା ଗଣ୍ଡା ଆମର ଛାଡ଼ନା। ମୋ ପୁଅ କେତେ ଥର ମୁଁ ଚାକିରି ଛାଡ଼ିଦେବି ବୋଲି ମୋତେ କହେ। ଆଉ ମୁଁ ଜାଣୁଛି ମୋ ପୁଅ ଯେଉଁ କଥା ସବୁ ମୋତେ କହିଥିଲା, ଇଏ କେଉଁ ଦିନଠୁ ଷଡ଼ଯନ୍ତ୍ର ହେଲାଣି। କଣ ସବୁ କହିଥିଲେ ସୌମ୍ୟ? ଏଇ ଚାକିରି ଛାଡ଼ିବା କଥା ସେ କାହିଁ କହି, ସେ ମୋ ଭୟରେ ସେ ଯାଇଛି ଚାକିରି କରିବାକୁ। ସେ ମୋ ଭୟରେ ଯାଇଛି। ତାର ବି ଦରମା 2 ମାସ ବନ୍ଦ ହେଇଛି, ସେ ବି ମୋତେ କହିନି। ସେ ମିଛରେ କହିଛି ଯେ ପଇସା ଆଣିକି ଦେଇକି ଦେଖେଇକି କହିଛି ଯେ ହେଇକି ଦେଖ ଦରମା ପଇସା ମୋର ଆସିଛି। ମୋ ମନରେ ଦୁଃଖ ଦେବ ଦିନେ ଚାହିଁନଥିଲା। କେତେ ଦୁଃଖ ମୋତେ ହେଲା, କେତେ ଦୁଃଖ ଦେଇ ଦେଇକି ଅକାଳ ମୃତ୍ୟୁରେ ମୋ ପୁଅକୁ ବାଡ଼େଇ ବାଡ଼େଇକି କି କଦର୍ଯ୍ୟରେ ମାରିଲେ। କି ଦୁଃଖ, ମୁଁ ସାରା ଜୀବନ କି ଯନ୍ତ୍ରଣାରେ ମୁଁ ଦିନ କାଟିବି ସେ ପ୍ରଭୁ ଜାଣିବେ। ମାଉସୀ କଣ କହୁଥିଲେ, ମଉସା କହୁଥିଲେ ଯେ ଘଣ୍ଟାଏ ପୂର୍ବରୁ ସୌମ୍ୟ କଣ ଗୋଟେ କହିକି ଯାଇଥିଲେ ଆପଣଙ୍କୁ ଯେ ମୁଁ ଆଉ କାମ କରିବିନି, ଆଉ ଏଡିଜିଙ୍କ ସମ୍ପର୍କରେ କଣ କହିଥିଲେ କି ଆପଣଙ୍କୁ? ହଁ ହଁ ସେ କହିଥିଲେ। କଣ କହିଥିଲେ? ସେ ଏଡିଜି ତାକୁ ଟିକେ ହଇରାଣ କଲା। ସେଇ ଶାଶ ସବୁବେଳେ କହିଲା ମୁଁ ଛାଡ଼ିଦେବି। ସେ ଏଡିଜି କି ଯାଇଥିଲା ଟ୍ରେନିଂ ଦେବା। ସେ ଯେଉଁ ତାକୁ ମୋଡ଼ାମୋଡ଼ି କଲା ଭିତରେ ତାର ଏଇ ହାତ ଦୁଇଟା ସବୁବେଳେ ଫୁଲିଲା। ଏଇ ଇଏ ଇଏ ଆଉ ଇଏ ସବୁବେଳେ ଫୁଲିଲା। ଏ ହାତ କାମ ଟିକେ ଦେଲାନି। କାମ ନଦେଲା ଖୁଣୁ ଚିଡ଼ା ହେଇକି କହୁଥିଲା ମୁଁ ଛାଡ଼ିଦେବି। ତାପରେ ତାରି ଡ୍ୟୁଟିଟା ଛାଡ଼ିଲା, ବନ୍ଦ କଲା ଖୁଣୁ ସେ ଏଡିଜି ଦରମା ବନ୍ଦ କରିଦେଲା। ଆଉ ପୁଅ କିଛି ଔଷଧ ଖାଉଥିଲେ କି ମାଉସୀ? ନା ନା ଔଷଧ କିଛି ଅସୁବିଧା ନଥିଲା। ନା କିଛି ଏ ଯୋଉ ଘଟଣା ଆସୁଛି ଆମେ ବି ଜାଣିନୁ, ଆପଣ ବି ଜାଣିନାହାନ୍ତି। ସେଦିନ ରାସ୍ତାରେ କଣ ହେଇଥିଲା କିଛି ଖବର ଆପଣଙ୍କ ପାଖକୁ ପହଞ୍ଚୁଛି କି? ଯୋଉ ଦିନ ପୁଅଙ୍କୁ ମାରିଲେ ବିଭିନ୍ନ କାହାଣୀ ଆସୁଛି, ଗାଡ଼ି ଯାଉଥିଲା, ପୁଅଙ୍କ ଗାଡ଼ି ଆସୁଥିଲା, ପର୍ସର କାହାଣୀ। ଆପଣ କିଛି ତଥାପି ଗାଁରୁ କିମ୍ବା ଓମଙ୍କ ଠାରୁ କି ଜାଣିବାକୁ ପାଇଲେ ସେଦିନ ସତରେ କଣ ହେଇଥିଲା? ଗାଡ଼ି କ'ଣ କହିଲେ ବା ଝୁଅ ଦୁଇଟା କହୁଛନ୍ତି। ସେ ଝୁଅଙ୍କୁ ଏପର୍ଯ୍ୟନ୍ତ ଆରେଷ୍ଟ ହେଇନାହାନ୍ତି, ରହିଛନ୍ତି। ପୋଲିସ ସେଇଠି ଘେରେଇ ହେଇକି ମୋ ଛୁଆକୁ ମାରିଛନ୍ତି। ତାପରେ ଯେଉଁ ପୋଲିସଟା ମୋତେ ଗାଡ଼ିରେ ନେଉନଥିଲେ, ମୋ ସ୍ୱାମୀ ମୋ ଭାଇ ବାଧ୍ୟ କଲା ଖୁଣୁ ସେ ତାଙ୍କ ଗାଡ଼ିରେ ନେଲେ, ସେ ମୋତେ ନେଉନଥିଲେ। ତାପରେ ସେ ପୋଲିସ ବି ମୁଁ ମୁଣ୍ଡ ବାଡ଼େଇକି କାନ୍ଦୁଛି, ସେ ପୋଲିସ ସ୍ମାଇଲି ହସୁଛି। ତାକୁ ବି ମୁଁ କହିଲି, ମୁଁ କହିଲି ତୁ ଅଛୁ, ମୁଁ ତାକୁ ତୁ ତାକି କହିଲି, ମୁଁ କହିଲି ତୁ ଏଥିରେ ଅଛୁ ଭାଗ। କୋଉ ପୋଲିସ ହସୁଥିଲେ ମାଉସୀ ଆପଣଙ୍କ ଆଗରେ? ସେ ଯେଉଁ ପୋଲିସ ମୋ ପୁଅକୁ ନେଇ ଦେଖେଇଲା ଆମକୁ। ସେ ହସୁଥିଲେ? ହଁ ହଁ। କଣ ପାଇଁ ହସୁଥିଲେ? ସେ କ'ଣ ପାଇଁ ହସୁଥିଲା ମୁଁ ତ ତାକୁ କହିଲି। ସେ ତ ହସିଲା ଖୁଣୁ ମୁଁ ତାକୁ କହିଲି ତା କଲର୍ ଦୁଇଟା ଧରି ପକେଇଲି। ତା କଲର୍ ଦୁଇଟା ଧରି ଦେଇକି ମୁଁ କହିଲି ତୁ ଏଥିରେ ଭାଗ ଅଛୁ, ମୋ ପୁଅକୁ ତୁ ମାରିଛୁ, ତୁ ଏଥିରେ ଭାଗ ଅଛୁ। ନା ସେମିତି କ'ଣ କହୁଛୁ? ମୁଁ କହିଲି ଆଉ କେମିତି କହିବି? ତୁ ଭାଗ ନ, ମୁଁ ମୋ ପୁଅ ଉପରେ ମୁଁ ମୁଣ୍ଡ ବାଡ଼େଇ କାନ୍ଦୁଛି, ତୁ ହସୁ କ'ଣ? ନା ମୁଁ କହିଲି ତୁ ବାହା ହେଇଛ? ତେମେ କହିଲି, ମୁଁ କହିଲି ତମେ ବାହା ହେଇଛ ତ, ତମର ପୁଅ ଅଛି? ସେ ବୁଢ଼ା କହୁଛି ମୁଁ ବାହା ହେଇନି। ମୁଁ ସେ ପୋଲିସକି ଏବେ ଦେଖିଲେ ମୁଁ ତାକୁ ସାମ୍ନାସାମ୍ନି ଚିହ୍ନିଦେବି। ଆଉ ଦେଖିଥିବେ ଜଣେ ଡାଏରୀ ଧରିକି ବୁଲୁଥିଲା, ସେ ପୋଲିସକୁ ଦେଖିଛନ୍ତି ଆପଣ? ନା ତାଙ୍କୁ ମୁଁ ସେ ଭିଡ଼ିଓଟା ବେଶୀ ମୁଁ ଦେଖୁନି, ମୁଁ ଧୈର୍ଯ୍ୟ ରହୁନି, ଦେଖିପାରୁନି, ଧୈର୍ଯ୍ୟ ରହୁନି। ମାଉସୀ ପୁଅ ଶିବଙ୍କୁ ବହୁତ ମାନୁଥିଲେ କି? ସେଦିନ ହଠାତ୍ ସେ ଫଣା ଟେକିଲା ଭଳିଆ ହଉଥିଲେ, ମାନେ ବୁଝି ହେଲାନି କିଛି। ମୁଁ ବି ତ ସେଇଆ ଭାବୁଛି, ନନ୍ଦୁ କାହା ନାଁ ଅଛି କି ସେ ଠାକୁରଙ୍କୁ ନନ୍ଦୁ ବୋଲିକି ଡାକିଛି, ମୁଁ ବି କିଛି ଜାଣିପାରୁନି। ମାଉସୀ ଗାଁର ପିଲା ଓମର ପ୍ରତିକ୍ରିୟା ଲାଗୁଛି ଫିଡ୍ସ କଥା ହଠାତ୍ ସେ କହିଦେଲା କୋଉଠୁ। ଆପଣ କହୁଛନ୍ତି ଫିଡ୍ସ ନଥିଲା କେବେ ପୁଅକୁ। ସେ ଆପଣ ଘର ଲୋକ ନ ହେଇଥିଲେ ଫିଡ୍ସ କଥା କାହିଁ କହିଲା ଓମ? ସେ କଥାଟା କ'ଣ ଆମେ କହିବୁ? ସେଇଟା ପୋଲିସ ବାଲା, ସେଇଟା ଫିଡ୍ସ ସେ କାହିଁ କହିଛି, କ'ଣ କହିଛି? ସେ ଫାଷ୍ଟରୁ ଲାଷ୍ଟ ଯାକେ ଅଛି।
3 ଘଣ୍ଟା ନାଗିଛି ନା ମୋ ଧନକୁ ବାଡ଼େଇକି ମାରିବା ଯାକେ। 3 ଘଣ୍ଟା ଯାକ ସେଠି ସେ ରହିଛି। ଆଉ 3 ଘଣ୍ଟା ଭିତରେ ସେଟା ପୋଲିସ ବାହାର କରିବନି। ଓମକୁ ଆପଣ ଚିହ୍ନିଛନ୍ତି କି? ସେ ମୋ ଜିମ୍ରେ ଟ୍ରେନରରେ କାମ କରୁଥିଲା, କେତେ ବର୍ଷ କାମ କରିଛି, ଚିହ୍ନିବି କ'ଣ? ପୁଅ ଭଳି ଦେଖଉ ତ, ଆଉ ତାକୁ ଚିହ୍ନିବୁ କ'ଣ? ତାକୁ ତ ଘର ଛାଡ଼େ, ଜିମ୍ ଛାଡ଼େ, ସବୁ ଛାଡ଼େ, ଆଉ ତାକୁ ଦେଖିବୁ କ'ଣ? ଆପଣ କାଲି କହୁଥିଲେ ଯେ ସିଏ ଚାହିଁଥିଲେ ଫୋନ୍ ଫାନ୍ କରିକି ବହୁତ ଜଣଙ୍କୁ ଡାକି ପାରିଥାନ୍ତା, ସିଏ ସେଠି ଠିଆ ହେଇଥିଲେ ବୋଲି। ହଁ ହଁ, ନମ୍ବର ଥିଲା ତ ମୋର ମା ମନ ତ, ଆଉ ମନ ଇଏ ହେଉଛି କାହିଁକିନା ସବୁ 2ଟା ଜିମ୍ ନା ଭୁବନେଶ୍ୱର ଯେଉଁ ଛୁଆଙ୍କର ତ ନମ୍ବର ତା ପାଖେ ଥିବ ନା, ସେ ଜଣେ ଟ୍ରେନର ହେଇଥିଲା। ଏପଟ ଜିମ୍ର ବି ନମ୍ବର ଅଛି ଛୁଆଙ୍କର ନା। ଯେଉଁଠୁ ଯାହା ବି ହେଲେ ଟିକେ ଫୋନ୍ କରିକି ପିଲାଙ୍କୁ ଜଣେଇ ପାରିଥାନ୍ତା। ଜଣେଇ ପାରିଥିଲେ, ଗୋଟେ ଝିଅକୁ ଡାକିଥିଲେ। ମୋର ବିଶ୍ୱାସ ମୋ ପୁଅକୁ ଜିମ୍ ଛୁଆ ବହୁତ ସମ୍ମାନ ଦିଅନ୍ତି, ବହୁତ ମାନନ୍ତି। ବହୁତ ଗଦା ହେଇ ପଡ଼ିଥାନ୍ତେ, ଆସିକି ଗଦା ହେଇ ପଡ଼ିଥାନ୍ତେ। ଗୋଟେ ଫୋନ୍ ଖାଲି ସେ ଭୁବନେଶ୍ୱର ପଟକୁ, ଗୋଟେ ଫୋନ୍ ଅଡ଼ଶପୁର ପଟକୁ ହେଇଯାଇଥିଲେ। 2ଟା ଫୋନ୍ରେ ଛୁଆ ଗଦା ହେଇ ପଡ଼ିଥାନ୍ତେ। ପୁଅ ଶେଷ ଥର ଆପଣଙ୍କୁ କ'ଣ ମନର କଥା କହିଥିଲେ ମାଉସୀ? ମନର କଥା ମୋତେ ଏଇ ଶେଷ ଥର କହିଥିଲା, କହିଲା ବୋଉ ତୁ ଯଦି ଚାକିରି ଚାହୁଁଛୁ ଆଉ ତୋ ପୁଅକୁ ତୁ ପାଇବୁନୁ। ମାନସିକ ଚାପରେ ଥିଲେ? ହଁ, ସେ ବହୁତ ମାନସିକ ଚାପରେ ଥିଲା। ମୁଁ ଜାଣିପାରେନି, ମୁଁ ବୁଝିପାରେନି। ସେ ସବୁ ଯାକ ଦୁଃଖ ପିଇକି ମୋତେ ସୁଖରେ ରଖିବ ବୋଲି କଲା। ତାର ଟିକେ ତା ବାପା ଠାରୁ ଟିକେ ତାର ମୋତେ ବହୁତ ଭଲ ପାଏ। ତାର ଟିକେ ଭୟ ଥାଏ ମୋ ଉପରେ, ଟିକେ ଥାଏ। ତାଙ୍କ ନାଁରେ ଗୁଡ଼ାଏ ଅଭିଯୋଗ ଆଣୁଛନ୍ତି ସମସ୍ତେ, ଏମିତି କରୁଥିଲେ, ସେମିତି କରୁଥିଲେ। ସେ ସବୁ ମିଛ କି ମାଉସୀ? ସବୁ ମିଛ। କ'ଣ ଅଭିଯୋଗ କରୁଛନ୍ତି ମୁଁ ତ ଜାଣିନାହିଁ, କ'ଣ ମୁଁ ଦେଖୁନି କିଛି। ମୁଁ ହଠାତ୍ ସେ ଝିଅମାନେ ଆସିକି ବିଭିନ୍ନ କଥା କହିଲେ, ସିଏ ଥିଲେ ଆମେ ମରିଯାଇଥାନ୍ତୁ, ଆଉ ସିଏ ଥିଲେ ଆମର ଏମିତି ହେଇଯାଇଥାନ୍ତା, ବିଭିନ୍ନ କଥା କହିଲେ ମାଉସୀ। ସେ ଝିଅ 2ଟା ପୁଲିସ ନେଇକି ତାଙ୍କୁ ପଚାରୁନାହାନ୍ତି। ତାଙ୍କର ଦିନ 11ଟା ବେଳେ ମୋ ପୁଅ ତାଙ୍କୁ ରେପ୍ କରୁଥିଲା। ପୋଲିସ ତାଙ୍କୁ ହଁ, ସେଇ ପୋଲିସଙ୍କ କଥା ବି ସତ ହଉ, ମୁଁ କହୁଛି ମୋ ପୁଅ ରେପ୍ କେବେ କରିନି, କେବେ କରିନି। କରିନାହିଁ ତ ପ୍ରମାଣ ହେଇଛି, କେବେ ବି କରିନି। ମୁଁ କହୁଛି ଯେ ହଁ ସେ କରିଛି, ହଁ ସେ ରେପ୍ କରିଛି। ତା ମାନେ କ'ଣ ମୋ ପୁଅକୁ ବାଡ଼େଇକି ମାରିଦେବ? ତା ମାନେ କ'ଣ ମୋ ପୁଅକୁ ବାଡ଼େଇକି ତୁମେ ମାରିଦେବ କି? ସେ ଝିଅକୁ ଏ ପର୍ଯ୍ୟନ୍ତ ଦଣ୍ଡ ମିଳୁନି, ସେ ଝିଅକୁ ଏ ପର୍ଯ୍ୟନ୍ତ ଆରେଷ୍ଟ ହେଇନାହାନ୍ତି।